ଭାରସାମ୍ୟ ହରାଇ ଓଲଟିଲା ଟାଟା ଏସି ଭ୍ୟାନ୍ 7 ଜଣ ଆହତ। ଘନ କୁହୁଡ଼ି ଓ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଶ୍ରମିକ ବୋଝେଇ ଟାଟା ଏସି ଭ୍ୟାନ୍। 7 ଆହତ ହୋଇଥିବା 7 ଜଣ ଶ୍ରମିକ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି। ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଥାନା ଅଞ୍ଚଳରେ 40ରୁ ଊର୍ଦ୍ଧ୍ୱ ଶ୍ରମିକ ଏକ ଟାଟା ଏସି ଗାଡ଼ି ଯୋଗେ ତଳି ରୋଇ କାମ କରିବା ପାଇଁ ବାଲେଶ୍ୱର ଜିଲ୍ଲାର କମର୍ଦା ଅଞ୍ଚଳକୁ ଆସିଥିବା ବେଳେ ଘନ କୁହୁଡ଼ି ଓ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଜଳେଶ୍ୱର ଚନ୍ଦନେଶ୍ୱର 57 ନମ୍ବର ରାଜ୍ୟ ରାଜପଥ ବାଣିଦା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। 7 ଜଣ ଗୁରୁତର ଆହତ ହୋଇ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ବେଳେ ନାମ୍ପ ଫାଣ୍ଡି ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି। ପିକଅପ୍ଟା ନଉଥିଲା ଆମର ଧାନ ଲଗାଇତେ ଯାଉଥିଲେ କେମିତି ଲଗଉଥିଲା ଆମେ ଜାଣିନି। ଆମର ହାତ ଫାଟ ଅଣ୍ଟା ଫଣ୍ଟା ବାଜିଛି। କେତେ ଜଣ ଥିଲ ସେଇଥିରେ? ହଁ 40 ଜଣ ଉପରେ ଥିଲେ। କେତେ এইভাবে অবস্থা কেতে জন করে যে হাত হাত ହଁ ହେଇଥିବ। ଆମର ତ ଜଣେ ହେଇଛି। ଆମର ଆଖାପାଖରେ